ଜୟ ଜଗନ୍ନାଥ ପିଲାମାନେ। ଆଜି ଆମେ ଗତକାଲି ବିଶେଷ୍ୟ ପଦ ବିଷୟରେ ଆଲୋଚନା କରୁଥିଲା। ବିଶେଷ୍ୟ ପଦର ଆମର ନାମବାଚକ ଏବଂ ସଂଜ୍ଞାବାଚକ ତଥା ତା ସହିତ ଜାତିବାଚକ ବିଶେଷ୍ୟ ବିଷୟରେ ଆମେ ପଢ଼ିଥିଲା। ତାପରେ ଆଜି ଆମେ ପଢ଼ିବାର ଥିଲା କ'ଣ, ବସ୍ତୁବାଚକ ବିଶେଷ୍ୟ ପଦ ଆରମ୍ଭ କରିବା। ତେଣୁକରି ମୁଁ ପ୍ରଥମେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଜଗନ୍ନାଥ ଏଜୁକେସନ୍ କ୍ଲାସେସ୍କୁ। ଯଦି ପ୍ରଥମ କରି ଦେଖୁଛନ୍ତି ତାହେଲେ ଶୀଘ୍ର ଆମର ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଅଲ୍ ନୋଟିଫିକେସନ୍କୁ କ୍ଲିକ୍ କରନ୍ତୁ, କାହିଁକିନା ଆମର ପଢ଼ା କାର୍ଯ୍ୟଟା ବା ପଢ଼ା ଭିଡ଼ିଓଟା ଆପଣଙ୍କ ନିକଟକୁ ସବୁବେଳେ ଯାଉଥିବ। ତାହେଲେ ଆଜି ଆମେ କ'ଣ ପଢ଼ିବା, ବସ୍ତୁବାଚକ ବିଶେଷ୍ୟ ବିଷୟରେ। ଚାଲ ଆଜି ଆରମ୍ଭ କରିଦେବା କ୍ଲାସ୍ଟା। କ'ଣ ନା କହିଲେ, ବସ୍ତୁବାଚକ ବିଶେଷ୍ୟ କହିଲେ କ'ଣରେ ପିଲାମାନେ, ଆମେ ଏହାକୁ ବୁଝିବା କ'ଣ ନା ଯେଉଁ ପଦଟି କୌଣସି ପଦାର୍ଥ ବା ବସ୍ତୁର ନାମକୁ ବୁଝାଏ ତାହାକୁ ବସ୍ତୁବାଚକ ବିଶେଷ୍ୟ ବୋଲି କରି କହୁ। କ'ଣ ନା ଯେକୌଣସି ପଦ, ଆମର ଯେକୌଣସି ପଦ ପଦାର୍ଥ ବା ବସ୍ତୁକୁ ସୂଚାଏ ବା ବୁଝାଏ ତାକୁ ଆମେ କ'ଣ କହୁ ନା ବସ୍ତୁବାଚକ ବିଶେଷ୍ୟ ବୋଲି କହୁ। ଉଦାହରଣ ଦେଖ, ବାଲି, ମାଟି, ପଥର, ସୁନା ଏସବୁ ଗୋଟିଏ ଗୋଟିଏ କ'ଣ ପଦାର୍ଥ। ତେଣୁକରି ଆମେ କ'ଣ କହିବା ଏମାନଙ୍କୁ ନା ବସ୍ତୁବାଚକ ବିଶେଷ୍ୟ ବୋଲି କରି କହିବା। ଏକ ବା ଏକାଧିକ ବସ୍ତୁରେ ନିର୍ମିତ ସାଧାରଣ ଦ୍ରବ୍ୟକୁ ଆମେ ଜାତିବାଚକ ବୋଲି କହିବା। କିନ୍ତୁ ଆମକୁ ମନେ ରଖିବାର ଅଛି କ'ଣ ନା ଯଦି ଗୋଟିଏ ଜିନିଷଟା ଏକରୁ ଏକାଧିକ ବସ୍ତୁକୁ ନେଇକରି ନିର୍ମିତ, ତାହେଲେ ତାକୁ ଆମେ କେବେ ବି ବସ୍ତୁବାଚକ ବିଶେଷ୍ୟ କହିବା ନାହିଁ। ତାକୁ କ'ଣ କହିବା, ଜାତିବାଚକ ବିଶେଷ୍ୟ ବୋଲି କହିବା। ତାକୁ କ'ଣ ଜାତିବାଚକ ବିଷୟରେ। ସେଥିପାଇଁ ଉଦାହରଣ ଦେଲା କ'ଣ ନା ସୁନା ଗୋଟିଏ ବସ୍ତୁ, କିନ୍ତୁ ହାର ଯେତେବେଳେ ସୁନାମାନଙ୍କର ସମାହାରରେ ହାରଟିଏ ସୃଷ୍ଟି ହେଉଛି ତାକୁ ଆମେ କ'ଣ କହିବା, ଜାତିବାଚକ ବିଶେଷ୍ୟ ବୋଲି କହିବା। କାଗଜ ଗୋଟିଏ ବସ୍ତୁ, କିନ୍ତୁ ଗୋଟିଏ ବହି ତିଆରି ହେଉଛି କାଗଜମାନଙ୍କର ସମାହାରରେ, ତେଣୁକରି ସେଇଟା ଗୋଟିଏ କ'ଣ ଜାତିବାଚକ ବିଶେଷ୍ୟ। କାଠ ଗୋଟିଏ ବସ୍ତୁ, କିନ୍ତୁ କାଠମାନଙ୍କର ସମାହାରରେ ଗୋଟିଏ କବାଟ ବା ଟେବୁଲ ତିଆରି ହେଉଛି, ତେଣୁ ସେ ହେଉଛି ଜାତିବାଚକ ବିଶେଷ୍ୟ। ବସ୍ତୁକୁ ଭାଗ ଭାଗ କଲେ ବସ୍ତୁର ନାମ ରହେ। କ'ଣ, ବସ୍ତୁକୁ ଯେତେବେଳେ ଆମେ ଭାଗ ଭାଗ ଖଣ୍ଡ ବିଖଣ୍ଡିତ କରୁ ତାହେଲେ ବସ୍ତୁର କ'ଣ ରହିବ, ନାମ ରହିବ। କିନ୍ତୁ ସେଇ ବସ୍ତୁରେ ତିଆରି ପଦାର୍ଥର ଭାଗ ଭାଗ କଲେ ସେଇ ପଦାର୍ଥର ନାମ ନ ରହି ମୂଳ ବସ୍ତୁର ନାମ ସାଧାରଣତଃ ଆସିବ। କ'ଣ ଦେଖ, ଆମେ କ'ଣ ବସ୍ତୁକୁ ଭାଗ ଭାଗ କଲେ ବସ୍ତୁର ନାମ ରହିଛି, କିନ୍ତୁ ଯେଉଁ ବସ୍ତୁରେ ତିଆରି ହୋଇଛି ସେ ଜିନିଷଟା ବା ପଦାର୍ଥଟା, ସେ ପଦାର୍ଥକୁ ଭାଙ୍ଗ ଭାଙ୍ଗ କଲେ କ'ଣ ସେଇ ପଦାର୍ଥର ନାମ ଆଉ ରହିବ ନା। ଯେପରିକି ମୁଁ କାଠରେ କ'ଣ ତିଆରି କରିଥିଲି, କବାଟ ତିଆରି କରିଥିଲି। କ'ଣ, କବାଟ। ସେ କବାଟକୁ ଭାଙ୍ଗି ଭାଙ୍ଗି ଚୂର୍ଣ୍ଣ କରିଦେଲେ ଆମେ କ'ଣ କହୁ, ଆଉ ତାକୁ କବାଟ କହୁ ନା, ଆମେ ତାକୁ ଆଉ କବାଟ କହୁନାହୁଁ। ଆମେ ତାକୁ କ'ଣ କହୁ ନା କାଠ ବୋଲି କରି କହୁ। ତାପରେ ସୁନାକୁ ଯେତେବେଳେ ହାର ତିଆରି ହେଉଛି, ସୁନାକୁ ଖଣ୍ଡ ଖଣ୍ଡ କଲେ ଆମେ ସୁନା କହୁ, କିନ୍ତୁ ଗୋଟିଏ ହାରକୁ ଖଣ୍ଡ ଖଣ୍ଡ କରିଦେଲେ ଆଉ ତାକୁ ହାର ନ କହି ସୁନା କହୁ। ଠିକ୍ ସେହିପରି ଭାବରେ କ'ଣ ତାକୁ ଆମେ ବସ୍ତୁବାଚକ ବିଶେଷ୍ୟ ବୋଲି କହୁ। ଆଉ ଯଦି ତା'ର ଅଧିକ ସମାହାରକୁ ନେଇ ତିଆରି ହୋଇଛି ତାହେଲେ ଆମେ ତାକୁ ଜାତିବାଚକ ବିଶେଷ୍ୟ ବୋଲି କରି କହୁ। ତାପରେ କ'ଣ ପଢ଼ିବା ନା, ତାପରେ ଆମେ ପଢ଼ିବା କ'ଣ ଗୁଣବାଚକ ବିଶେଷ୍ୟ ବିଷୟରେ। ଗୁଣବାଚକ ବିଶେଷ୍ୟ କ'ଣରେ ପିଲାମାନେ, ଯଦି ପରୀକ୍ଷାରେ ପଡ଼େ ଲେଖିବ କ'ଣ ନା ଯେଉଁ ପଦ ଗୁଡ଼ିକ କୌଣସି ଗୁଣ ନାମକୁ ବୁଝାଏ ସେଗୁଡ଼ିକୁ ଗୁଣବାଚକ ବିଶେଷ୍ୟ ବୋଲି କରି କହନ୍ତି। କ'ଣ, ଯେଉଁ ପଦ ଗୁଡ଼ିକ କୌଣସି ଗୁଣକୁ ବୁଝାଏ ତାହାକୁ କ'ଣ କହନ୍ତି, ଗୁଣବାଚକ ବିଶେଷ୍ୟ ବୋଲି କହନ୍ତି। ଯେମିତିକି ଉଦାହରଣ ଦେଲା, ଯଥା ସାଧୁତା, ନେତୃତା, ସୌନ୍ଦର୍ଯ୍ୟ, ଶୈଶବ, ମମତା, ଦୁଃଖ, ସୁଖ, ଖୁସି, ସୁଖ ଦୁଃଖ, ମମତା, ବନ୍ଧୁତା, ପରାକ୍ରମ ଏବଂ ପୌରୁଷ ଇତ୍ୟାଦି। ଦେଖ, ଗୁଣବାଚକ ବିଶେଷ ପଦକୁ ଦେଖି ହୁଏ ନାହିଁ କି ସ୍ପର୍ଶ କରି ହୁଏ ନାହିଁ, କେବଳ ଅନୁଭବ କରି ହୁଏ। କ'ଣ ନା ଗୁଣବାଚକ ବିଶେଷକୁ ଆମେ କେବେ ବି ଦେଖିପାରିବା ନାହିଁ, ତାକୁ ଆମେ ସ୍ପର୍ଶ କରିବା, ଛୁଇଁ ପାରିବା ନାହିଁ, କେବଳ ଅନୁଭବ କରିପାରିବା, ଯାହାଟାକୁ ଇଂଲିଶରେ କ'ଣ କହୁ, ଫିଲିଙ୍ଗସ୍ କହୁ। ଗୁଣବାଚକ ବିଶେଷ ଗୁଣ ଓ ଅବସ୍ଥାର ପରିଚୟ। କ'ଣ, ଗୁଣବାଚକ ହେଉଛି ବିଶେଷ ଗୁଣ ଏବଂ ଅବସ୍ଥାର ପରିଚାୟକ। ସାଧୁତା, ସାଧୁ ଲୋକର ଗୋଟିଏ ଗୁଣ। ସାଧୁତା କ'ଣ, ଗୋଟିଏ ସାଧୁ ଲୋକର ଗୁଣ, ଏହାକୁ ଦେଖି ହୁଏ ନାହିଁ କି ତା'ର କାର୍ଯ୍ୟ ଅନୁଭବ କରି ହୁଏ ନାହିଁ। ଶୈଶବ କହିଲେ ଶିଶୁର ଗୋଟିଏ ଅବସ୍ଥା।
ସୁଖ କହିଲେ ଇସ୍ପିତ ବସ୍ତୁର ପାଇବାର ଆନନ୍ଦ ହେଉଛି ସୁଖ। ସୁଖ ସୁଖ କହୁ ଏହା ମନର ଏକ ଅବସ୍ଥା। ଏହା ଗୋଟେ କ'ଣ ମନର ଅବସ୍ଥା। ଦୁଃଖ ଇସିତ ବସ୍ତୁ ନ ପାଇବାର ମନର ଅବସ୍ଥା। ଗୋଟେ ମନର ପସନ୍ଦର କୌଣସି ଜିନିଷ ନ ପାଇବା ତାକୁ ଆମେ କ'ଣ କହୁ ନା ତାକୁ ଆମେ କ'ଣ ଦୁଃଖ କହୁ। ତ ସୁଖ ବା ଦୁଃଖ ଦେଖି ହୁଏ ନାହିଁ, କେବଳ ଅନୁଭବ କରି ହୁଏ। କ'ଣ ସୁଖ ଦୁଃଖ କେବେ ବି ଆମେ ଦେଖି ନ ପାରୁ କିନ୍ତୁ ଅନୁଭବ କରୁ। ତାପରେ ଆମେ ପଢ଼ିବା କ'ଣ ନା କ୍ରିୟାବାଚକ ବିଶେଷ୍ୟ ବିଷୟରେ। କ୍ରିୟାବାଚକ ଦେଖ ପିଲାମାନେ, ମୁଁ ତୁମକୁ ପ୍ରଥମେ କହିଦେଉଛି, ଯଦି ବୁଝି ହେଉନାହିଁ ତାହେଲେ ମୋତେ ଆଉ ଥରେ କୁହ, ମୁଁ ବୁଝେଇଦେବି। କିନ୍ତୁ ଆମେ ଯଦି ଏପରି ପଢ଼ି ଚାଲିବା ତାହେଲେ ତୁମେ ବୁଝିପାରିବନି, ତ ଲାଭ କ'ଣ ପଢ଼ିକି। ତେଣୁକରି ମୁଁ କହିବି, ଯଦି ବୁଝି ହେଉନାହିଁ ତାହେଲେ ନିଶ୍ଚିତ ଭାବରେ କୁହ, ଆମେ ଆଉ ଥରେ ପଢ଼ିବା ହେଲା। ଚାଲ ଏବେ କ'ଣ ପଢ଼ିବା ନା କ୍ରିୟାବାଚକ ବିଶେଷ୍ୟ ବିଷୟରେ ପଢ଼ିବା। କ୍ରିୟାବାଚକ ବିଶେଷ୍ୟ କହିଲେ କ'ଣ ପିଲାମାନେ, ତାହେଲେ ଯଦି କୋଶ୍ଚିନ୍ଟା ପଢ଼ିଲା କ'ଣ ଲେଖିବ, ଯେଉଁ ପଦଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟର ନାମକୁ ବୁଝାଏ ସେଗୁଡ଼ିକୁ କ୍ରିୟାବାଚକ ବିଶେଷ୍ୟ ବୋଲିକରି କହନ୍ତି। କ'ଣ ଯେଉଁ ପଦଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟର ନାମକୁ ବୁଝାଏ ତାହାକୁ ଆମେ କ୍ରିୟାବାଚକ ବିଶେଷ୍ୟ ବୋଲି କହୁ। ଯେମିତିକି ଯଥା ପଢ଼ା, ଖିଆ ପିଆ, ଭୋଜନ, ଶୟନ, ରନ୍ଧନ ଇତ୍ୟାଦି। ପଢ଼ିବା ଗୋଟିଏ କାର୍ଯ୍ୟର ନାମ। କ'ଣ ପଢ଼ିବା ଗୋଟିଏ କାର୍ଯ୍ୟର ନାମ, ପଢ଼ା ଗୋଟିଏ ବି କାର୍ଯ୍ୟର ନାମ। ତ ପିଲା ପଢ଼ୁଛି, ପଢ଼ୁଛି ଗୋଟିଏ କ୍ରିୟାପଦ। ପଢ଼ୁଛି ସହିତ ପିଲାଟିର ସମ୍ପର୍କ ଅଛି। ପଢ଼ୁଛି ପଢ଼ ଧାତୁ ଯୁକ୍ତ ଉଚ୍। ବର୍ତ୍ତମାନ କାଳର ପ୍ରତ୍ୟୟ ଇ ପୁରୁଷ ବଚନଗତ ପ୍ରତ୍ୟୟ। ସୁତରାଂ କ୍ରିୟା ଓ କ୍ରିୟାବାଚକ ବିଶେଷ୍ୟ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ। ଏଇଟା ତ ପଢ଼ ଧାତୁ ବିଷୟରେ ଆମେ ତା ପରେ ପଢ଼ିବା। ପ୍ରଥମେ ଆମେ କ'ଣ କରୁଛେ, ପଦ ବିଷୟରେ ଆଲୋଚନା କରୁଛେ, ବିଶେଷ୍ୟ ପଦ ବିଷୟରେ। ତାପରେ କ'ଣ ଅଛି, ବିଶେଷ୍ୟ ବିଷୟରେ କେତୋଟି ଜାଣିବା କଥାରେ ପିଲାମାନେ ତାହା ପଢ଼ିନେବା ଥରେ। ବିଶେଷ୍ୟ ପଦ ହେଉଛି କ'ଣ, ନାମ ଆମେ ଜାଣିଛେ। ବିଶେଷ୍ୟ ପଦ ହେଉଛି କ'ଣ, ସଂଜ୍ଞା ବି ସି ଯୁକ୍ତ ଜ, ଅର୍ଥାତ୍ ବ୍ୟକ୍ତି ବା ବସ୍ତୁକୁ ସୂଚିତ କରୁଥିବା ଶବ୍ଦକୁ କ'ଣ କୁହାଯାଏ, ବିଶେଷ୍ୟ ପଦ ବୋଲି କୁହାଯାଏ। ବାକ୍ୟରେ ଯେ ବିଶିଷ୍ଟ ସ୍ଥାନ ଯୋଗ୍ୟ ତାହାକୁ ବିଶେଷ୍ୟ କୁହାଯାଏ। କିଏ ବାକ୍ୟରେ ଯେ ବିଶିଷ୍ଟ ସ୍ଥାନ ଅଧିକାର କରେ ତାକୁ କ'ଣ କୁହାଯାଏ, ବିଶେଷ୍ୟ ପଦ ବୋଲି କରି କୁହାଯାଏ। ଏତିକି ହିଁ ଆଜି ଆମେ ପଢ଼ିବାର ଥିଲା। ଏସବୁ ତ ଆମକୁ ଦରକାର ନାହିଁ। ତେଣୁକରି ଆମେ ଏ ବିଷୟରେ ଆଲୋଚନା କଲା କେଉଁ ବିଷୟରେ ଆଜି ନା କ୍ରିୟାବାଚକ ବିଷୟରେ, ଗୁଣବାଚକ ବିଶେଷ୍ୟ ବିଷୟରେ ଏବଂ ବସ୍ତୁବାଚକ ବିଶେଷ୍ୟ ପଦ ବିଷୟରେ। ଯଦି ମୁଁ କହୁଛି ଯଦି ବୁଝି ହେଉନି ତାହେଲେ ମୋତେ ପୁଣି ଥରେ କମେଣ୍ଟ କରିବ, ମୁଁ ଆଉ ଥରେ ଭିଡ଼ିଓ ନେଇକି ଆସିବି ଭଲ ଭାବରେ। ତେଣୁକରି ଆଜି ଆମେ ଏଇସବୁ ବିଷୟରେ ଆଲୋଚନା କରିବା। ତାପରେ ଆମେ କ'ଣ ପଢ଼ିବା ନା ଦ୍ୱିତୀୟରେ ଥିଲା କେଉଁ ପଦ ଥିଲା ନା ବିଶେଷଣ ବିଷୟରେ। ତାପରେ ଅନ୍ୟ କ୍ଲାସ୍ରେ ଡିସ୍କସ୍ କରିବା। ଜୟ ଜଗନ୍ନାଥ। ମୁଁ ରହୁଛି। ଜୟ ଜଗନ୍ନାଥ।